ଗରିଆବାହାଲ ଗ୍ରାମରେ ମେରୁଯାତ୍ରା ସମାପନ। ପ୍ରତ୍ୟେକ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୁଏ ଦଣ୍ଡ ବ୍ରତଧାରୀଙ୍କ ଦଣ୍ଡଯାତ୍ରା, ଯାହାକି 21 ଦିନ ପର୍ଯ୍ୟନ୍ତ ଚାଲିଥାଏ। ଦଣ୍ଡ ବ୍ରତଧାରୀ ଗ୍ରାମ ଗ୍ରାମ ଖାଲିପାଦରେ ବୁଲିଥାନ୍ତି। ଯେଉଁ ଗ୍ରାମରେ ମାନସିକ ଥାଏ ସେହି ଗ୍ରାମରେ ବ୍ରତଧାରୀ ଦିନବେଳା ଖରା ତାତିରେ ପାଣି ଦଣ୍ଡ କରିଥାନ୍ତି ଏବଂ ରାତ୍ରିରେ ଭଗବାନ ଶିବ ଏବଂ ମା କାଳୀଙ୍କ ପୂଜାର୍ଚ୍ଚନା କରି ବିଭିନ୍ନ ନୃତ୍ୟ ଗୀତ ମାଧ୍ୟମରେ ପୌରାଣିକ ବିଷୟବସ୍ତୁ ଆଦୃତ କରାଯାଏ। ଏହି 21 ଦିନ ପୂରଣ ହେଲା ପରେ ବ୍ରତଧାରୀ ନିଜେ ଗାଁକୁ ଫେରି ମେରୁ ଭଙ୍ଗ କରି ଦଣ୍ଡବ୍ରତ ପୂରଣ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଦଣ୍ଡବ୍ରତଧାରୀଙ୍କ ମେରୁଯାତ୍ରା ପଶ୍ଚିମ ଓଡ଼ିଶାର ଅନନ୍ୟ ପରମ୍ପରା। ଏହି ଦଣ୍ଡ ନୃତ୍ୟକୁ ଗରିଆବାହାଲ ଗ୍ରାମର ପ୍ରାୟ 45 ଜଣ ବ୍ରତଧାରୀ ଦୀର୍ଘ 13 ବର୍ଷ ହେଲା ଏହି ବ୍ରତ ପାଳନ କରି ଦଣ୍ଡ ନୃତ୍ୟ କରି ଆସୁଛନ୍ତି। ପ୍ରତ୍ୟେକ ବର୍ଷ ପରି 21 ଦିନ ବିଭିନ୍ନ ଗ୍ରାମରେ ଦଣ୍ଡ ନୃତ୍ୟ କରିବା ପରେ ଆଜି ନିଜ ଗାଁକୁ ଫେରି ମେରୁଯାତ୍ରା ସମାପନ କରିଛନ୍ତି। ଆଜିର ଏହି ମେରୁଯାତ୍ରାରେ ସୁରେନ୍ଦ୍ର ବେହେରା, ନିରୋଳା ବେହେରା, ସୁଭାଷ ଚନ୍ଦ୍ର ନାୟକ ସପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ବହୁ ପୁରୁଣା କାଳରୁ ଦଣ୍ଡ ନୃତ୍ୟର ଏହି ପରମ୍ପରା ଭକ୍ତ ଭଗବାନଙ୍କ ଉପରେ ଭରସା ଏବଂ ଏହି ଯାତ୍ରା ଓ ବ୍ରତ ପାଳନ ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଅନେକ ବିଶ୍ୱାସ ରହିଛି। ମୁଁ ଗରିଆବାଲ ଗ୍ରାମର ବାସିନ୍ଦା ଅଟେ। ଆମ ଗାଁରେ ପ୍ରଥମେ ଏ ଦଣ୍ଡ କରିବା ପାଇଁ ସଂକଳ୍ପବଦ୍ଧ କଲେ। সেই ଆକାରରେ ମୁଁ ଦଣ୍ଡବ୍ରତର କର୍ତ୍ତା ରୂପେ 13 ବର୍ଷ ସଂକଳ୍ପ ନେଲି। ଆଉ ଏହି ସଂକଳ୍ପରୁ ମୋତେ ଦଣ୍ଡବ୍ରତ କରିବାରୁ ଦୀର୍ଘ 13 ବର୍ଷ ମୋର ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ରତରେ ମୁଁ ମୋର ମନସ୍କାମନା ପୂର୍ଣ୍ଣ ହୋଇଛି। ଏହି ବ୍ରତରେ ମୁଁ ବହୁତ ଲୋକଙ୍କର ମନସ୍କାମନା ପୂର୍ଣ୍ଣ ହୋଇପାରିଛି, ଯଦ୍ୱାରା କି ସେମାନେ ଆଜି ଆସି ଏହି ଜାଗାରେ ତାଙ୍କର ଆଶୀର୍ବାଦ ନେଉଛନ୍ତି। ଯିଏ ବି ଏ ଦଣ୍ଡବ୍ରତ କରିଛି ଏଯାଏ କାହାରି ଅସଫଳ ହେଇନି। ତେଣୁ ଦଣ୍ଡବ୍ରତ କରିବାର ନିୟମ ଓ ବିଧି ଯିଏ ବି କରେ ତାର ମନୋକାମନା ହୋଇଥାଏ। ତେଣୁ ସମସ୍ତେ এই দণ্ডব্রতକୁ ମାନେ ଆଗ୍ରହ ସହିତ ସତ୍କାର କରିବା ଉଚିତ। ମୁଇଁ ଗରିଆବାଲ ଦଣ୍ଡ ପାର୍ଟିର ନାଗା। ଆମେ 13 ବର୍ଷ ଆଜ୍ଞା ଏଇ ବର୍ଷ ପୂର୍ତ୍ତି ହେଲା। ଆଉ ବହୁତ ଜାଗା ବୁଲି ବି ସାରିଛୁ ଆମେ। ଆଉ ଏଇ ବ୍ରତ କରବାର ଦ୍ୱାରା ଆମେ ବହୁତ ଉପକୃତ ହେଇଛୁ। এই দণ্ড ব্রত করবার দ্বারা নিধনীকে ধন নিপুত্রীকে পুত্র অন্নକୁ নୟନ ବହୁତ କିଛି ଲୋକମାନଙ୍କର ସଂକଳ୍ପରା ପୂରଣ କରିପାରିଛନ୍ ମହାପ୍ରଭୁ। ଆମକେ ବି ଅଜସ୍ର ଆଶୀର୍ବାଦ ଦେଇଛନ୍। ବହୁତ କିଛି ଆମର ମାନେ ବ୍ରତ କରବାର ଦ୍ୱାରା ଆମ ମନସ୍କାମନା ପୂର୍ଣ୍ଣ ହେଇଛେ। ଆଉ ଆମେ ଏଇଟା 13 ବର୍ଷ ପୂର୍ତ୍ତି ହେଇଛେ। ଏ ବର୍ଷ ଆମେ 61 ଦଣ୍ଡ କରିଛୁ। ବହୁତ ଜାଗା ବୁଲିଛୁ, କେତେ ଜାଗା ଯେତିକି ଜାଗା ପହଞ୍ଚି ପାରବା କଥା ପହଞ୍ଚି ପାରିଛୁ। ତାପରେ ଇଚ୍ଛା କରିକିରି ଆଜି ଆମେ ମେରୁ ଯାତ୍ରା କରୁଛୁ। ଆଉ ସବୁ ପିଲା ଆମେ ସର୍ବମୋଟ 40-45ଟା ପିଲା ବୁଲିଛୁ। ଆଉ ଆଜି ମେରୁ ଯାତ୍ରାରେ ବହୁତ ସଂଖ୍ୟାରେ ଲୋକ ମାନେ ଯୋଗଦାନ କରିଛନ୍। ଆଉ ମେରୁ ଯାତ୍ରା ଚାଲିଛି। ମେରୁ ଯାତ୍ରା ସମାପନ ସରିଲା ପରେ ପ୍ରସାଦ ସେବନ ହେବା, ବଲି ଫଲି ଚଢ଼ା ଚୁଡ଼ି କରି ପରିଶେଷରେ ଅନ୍ନଭୋଗ ଅନ୍ନପ୍ରାଶନ ବି କରିଛୁ।